ଆଉ ଫାର୍ଷ୍ଟ ଟାଇମ୍ ବୋଲି ମୁଁ ଜେସିବି ଉପରେ ବସିଥିଲି। ଆଉ ସିଏ ମୋତେ ଡାକିଲା ହେଲା, ହା ସେକଳେ ଥିଲି ହେଲା, ହା ସେକଳେ। ଆଉ ସିଏ ମୋତେ ଡାକିଲା କହିଲା ଆଇ ତ ଦେଇକି ସିଏ କହିଲା ତ ତୁଇ କହିଲା ତୁମ ଘର କେଉଁଠି? ମୁଁ କହିଲି ଆମ ଘର ଓଡ଼ିଶା। ଆଉ ସିଏ ଓଡ଼ିଶାର ନାହିଁ, ସେ ହେଉଛି ହ୍ୟାଲୋ ଗାଇସ୍ ୱେଲକମ୍ ଟୁ ଆଉ ଗୋଟେ ଛୋଟ ବ୍ଲଗ୍। ଆଉ ମୁଁ ଏବେ ବାଟ ପଳେଇ ଆସିଛି ନା, ଆଜି ବି ଦେଖ କାମ ଚାଲିଛି। କାଲି ଯେତିକି କାମ ଚାଲିଥିଲା ଆଜି ତାଠାରୁ ବେଶୀ ଚାଲିଛି। ଆଜ୍ଞା ଦେଖ କାଲି ସେଇଠି ପହଞ୍ଚିଥିଲା ହେଲା, ଆଉ ଏଠି ଆଜି ମାନେ କାମ ଦୁସୁ ଚାଲିଛି। ମାନେ ଘର ବନେଇବେ ମାନେ ଯେମିତି ବର୍ଷା ସିଜିନ୍ ବେଳକୁ ଘର କମ୍ପ୍ଲିଟ୍ ହେଇଯିବ ଆଉ ଦୁସୁର କାମ ଚାଲିଛି ଗାଈ। ଆଉ ଆମେ ତ ନୂଆ ରୁମ୍ ନେବା ନା, ଆଉ ସେଥିପାଇଁ ଶୀଘ୍ର କାମ ବି ଚାଲିଛି। ଯେତେ ଶୀଘ୍ର ସରିବ ଆମ ସେତେ ଶୀଘ୍ର ରୁମ୍ ସେଇଠି ରହିବା। କାହିଁକିନା ଏଠି ବି ବହୁତ ବି ଗରମ ବି ଲାଗୁଛି, ମାନେ ଏମିତି ଗରମ ଲାଗୁଛି। ଡ୍ୟୁଟିରୁ ଆସିକିରି ଆଉ ଶୋଇ ହେଉନି ହେଲା, ଆଉ ସେଥିପାଇଁ ଗରମ ବି ବହୁତ ଲାଗୁଛି। ଆଉ କେମିତି କାମ ଚାଲିଛି, ଖାଲ ବି ବେଜାଇ କରିଦେଇଛନ୍ତି ଗାଈ। ଆପଣମାନଙ୍କୁ ଯାଇକି ଦେଖାଉଛି, ମାନେ ଖାଲ ଯେତିକି ମାନେ ଘର ହେବ ଏଠି ହେଲା, ମାନେ ଖାଲ ବନାଉଛନ୍ତି। କାହିଁକିନା ଫାଷ୍ଟରୁ ତା ତଳେ ନାକି ବାଥରୁମ୍ ମାନେ ଏତିକି ପାଇଖାନାର ମଳ ମୂତ ଏଇକା ଯିବ ହେଲା, ସେଇଠି ନନ୍ଦ କରିକି ରଖିବେ। ହଁ ନାଇଁ ନନ୍ଦ କରିକି ସେଇଠି ରଖିବେ ହେଲା, ତାପରେ ତା ଉପରେ ଇଟା ଚଢ଼େଇକିରି ଆଉ ଘର ବନେଇବେ। ଆଉ ଚାଲ ଗାଇସ୍ ମୁଁ ଦେଖାଉଛି ଆଉ କେତେ ଖାଲ ହେଲା କେତେ ନାହିଁ ହେଲା। ଚାଲ ଗାଇସ୍ ଏବେ ଆମେ ପଳେଇଲି, ମାନେ ଯେତିକି ଉପରକୁ ପଳେଇଲି। ଆଉ ଦେଖିବା ସେ ଏଇଟା କେମିତି ଚଢୁଛନ୍ତି। ଏଇଟା ମାନେ 3 ମହଲାର ବିଲ୍ଡିଂ ହବ ନା, ସେଥିପାଇଁ ସେଥିପାଇଁ ଏତେ ବଡ଼ ଖାଲ କରିଛନ୍ତି। ମୁଁ ଭାବୁଛି ମାନେ ବହୁତ ପାଇଖାନା ଗୋଟେ ଖାଲ କରିଛନ୍ତି ଆଉ ଏଇ ଭାଇ ଚଲାଉଛନ୍ତି। ଆଉ ଏମିତି କିଛି ଅଛି। ଆଉ ଯେଉଁମାନେ ବି ଚଲେଇବା ପାଇଁ ଇଣ୍ଟରେଷ୍ଟ ଅଛ, ମାନେ 8 ଘଣ୍ଟା ଡ୍ୟୁଟି ହେଲା, ଆଉ 24,000 ଟଙ୍କା ମାସକୁ। ଆଉ ଖାନା ନା ଫ୍ରି, ଆଉ ରୁମ୍ ବି ପୁରା ଫ୍ରି ଅଛି ହେଲା। ଆଉ ଯେଉଁମାନେ ଆସିବାକୁ ଚାହୁଁଛନ୍ତି ଆସିପାରିବେ। ଏ ହେଉଛି ମହାରାଷ୍ଟ୍ର ଆଉ ଏମିତି କିଛି ଅଛି ପୁରା ଚାଲ। ଖାଲ ବି କେତେ ଖାଲ ଦେଖ। ଆଉ ଆଗରେ ଆମ ରୁମ୍ ଅଛି, ଆମ ରୁମ୍ରେ ଭଲ ନୁହେଁ ହେଲା, ସେଥିପାଇଁ ଆଉ ଚାଲ। ଆଉ କିଛି ହେଲା ତ ହେଲା, ଦେଖିଲେ ସାଉଣ୍ଡ ବି ବହୁତ ହେଉଛି, ଶୁଭାଯାଉନି ତମର। ଆଉ ତାପରେ ଆପଣ ଆଗକୁ କହୁଛି ଆଉ ହେଲା ଗାଇସ୍। ଆଉ ଏବେ ମୁଁ ଓହ୍ଲି ଆସିଲି ହେଲା, ଆଉ ଫାର୍ଷ୍ଟ ଟାଇମ୍ ବୋଲି ମୁଁ ଜେସିବି ଉପରେ ବସିଥିଲି। ଆଉ ସିଏ ମୋତେ ଡାକିଲା ହେଲା, ହା ସେକଳେ ଥିଲି ହେଲା, ହା ସେକଳେ। ଆଉ ସିଏ ମୋତେ ଡାକିଲା କହିଲା ଆଇ ତ ଦେଇକି ସିଏ କହିଲା ତୁଇ କହିଲା ତୁମ ଘର କେଉଁଠି? ମୁଁ କହିଲି ଆମ ଘର ଓଡ଼ିଶା। ଆଉ ସିଏ ଓଡ଼ିଶାର ନାହିଁ, ସେ ହେଉଛି ବିହାରର ହେଲା। ଆଉ ଦେଇକି ସିଏ କହୁଛି ତାହେଲେ କିଏ ଟ୍ରକ୍ କହିଲି ଜେସିବି ଚଲା ଶିଖିବାକୁ ଚାହୁଁଛି, ଆଉ ମୋତେ ଟିକେ କହ। ମୁଁ ଏକଲା ହେଉଛି ନା, ଆଉ ସେଥିପାଇଁ ସିଏ ବି ଆସିବ ମୋ ସହିତ। 6,000 7,000 ଏମିତି ଦେବ ଆଉ ହେଲା। ଖାଇବା ପିଇବା ସବୁ ତା ରୁମ୍ ଭଡ଼ା ସବୁ ତାର ହେଲା। ଆଉ ସେ କହୁଥିଲା କାହା ଯଦି ଅଛି ବି କହିବୁ, ଆଉ ମୋତେ ଟିକେ ନମ୍ବର ଦେବୁ। ଆଉ ସିଏ ବି ମୋତେ ନମ୍ବର ଦେଲା। ଆଉ ସେ ଲୋକଟା ଆଉ ଦେଇକିରି ଭଲ ଦେଇକି ଏମିତି କଥାବାର୍ତ୍ତା ହେଲା। ଦେଖିଲେ ତ ଆପଣମାନେ କେମିତି ଚଢ଼ୁଥିଲା ଜେସିବି ହେଲା। ଏଇଟା ଚଢ଼ୁଛି ଆଉ କ'ଣ କହିବା କୁହ। ଭଲ ଲୋକଟା ହେଲା, ଭଲ କି ଖରାପ ମୁଁ କହିପାରିବିନି, କିନ୍ତୁ କଥାବାର୍ତ୍ତା ଯାହା ମୋତେ ଲାଗିଲା ଭଲ। ତ ଏମିତି ଲୋକ ତ ଦୁନିଆରେ କେତେ ଭଲ ଅଛନ୍ତି, କିଏ କେତେବେଳେ ଖରାପ ହେଇଯିବ କେହି ତ ଜାଣି ହେବନି ନା। ମୋତେ ତ ଲାଗିଲା ଯାଉ ଆମେ ଟିକେ କଥା ହେଇଗଲେ ଏମିତି କିଛି ଆଉ ବସିକି କଥା ହେଉଥିଲେ ଦେଖିଲି। ଫାର୍ଷ୍ଟ ଟାଇମ୍ ବସିଲି ମୁଁ ଆଜି ଜେସିବିରେ, ଭଲ ଲାଗିଲା। ଆଉ ସେଇଟା ମାନେ ତଳଟାରେ ପାଇଖାନା କିଛି ମାନେ ସେ 4 ମହଲା ବିଲ୍ଡିଂ କରିବ ହେଲା, 4 ମହଲା ବିଲ୍ଡିଂ କରିବ। ସେଥିପାଇଁ ଏତେ ବଡ଼ ଖାଲ କରୁଛି ହେଲା, ଇଏ ଦେବ ନା, ସେଥିପାଇଁ କ'ଣ କହିବା କୁହ ଗାଇସ୍। ମୋତେ ଫାର୍ଷ୍ଟ ଟାଇମ୍ ଆଜି ବସିଲି, ଭଲ ଲାଗିଲା ହେଲା। ଆଉ କ'ଣ କହିବି କୁହ, ରହୁଛି। ଭିଡ଼ିଓ ଯଦି ଭଲ ଲାଗିଥିବ ଲାଇକ୍ ସେୟାର କମେଣ୍ଟ ସବସ୍କ୍ରାଇବ୍ ନିହାତି କରିବ। ଆଉ ଯେଉଁମାନେ ଜେସିବି ଚଲେଇବା ପାଇଁ ଇଣ୍ଟରେଷ୍ଟ ଅଛ, ଆଉ
ହେଲା ମୋତେ କମେଣ୍ଟ ନିହାତି କର ଆଉ ଏମିତି ଆଉ ହେଲା ରହୁଛି ଜୟ ଜଗନ୍ନାଥ କାଲି ନେକ୍ସଟ ବ୍ଲଗ୍ରେ ଦେଖା ହେବା।